ଏବଂ ମୁଁ ତାକୁ ପାଖରେ ବସେଇଲି, ମୁଁ ପଚାରିଲି କଣ ହେଇଛି ତୋ ଦେହ କାହିଁକି ଏତେ ତଳକୁ ଗଲେ? ମୁଁ ତତେ ସବୁବେଳେ ତାଗିଦ କରେ, ଗାଳି କରେ ଯେ ତୋ ଦେହଟାକୁ ଜଗେ, ଖାଇବା ପିଇବା ଠିକ କରିବୁ, ରେଷ୍ଟ ନବୁ ଠିକ ଟାଇମରେ, ଗୀତ ଯେତିକି ପାରୁଛୁ ସେତିକି ଗା, ବେଶୀ ଗା ନା, ଭଗବାନ ତତେ ବହୁତ ଦେଇଦେଲେଣି, କାହିଁ ତୁ ଏମିତି ବ୍ୟସ୍ତ ହଉଛୁ? ତୁ ଯେତେ ଲେଟ୍ କରି ଗା ଏବଂ ସମୟ ନେଇକରି ଗା, ଯେତିକି ତୋ ଦେହକୁ ଆଗେ ଜଗେ। ଆରେ ଦେହଟା ଭଲ, ସ୍ୱାସ୍ଥ୍ୟ ଯଦି ଭଲ ଥିବ ତୁ କେତେ ଆହୁରି ଗାଇବୁ, କାହିଁ ଏମିତି ହଉଛୁ? ତୋ ଦେହ କାହିଁ ଏମିତି ହେଲା, ଏମିତି ଗୋଡ ଫୋଡ? ସେଠୁ ସେ ମତେ ସେଇଦିନ ମତେ ହିଁ କହିଥିଲା, ସାର୍ ମୁଁ ତ ଗୀତ ଗାଇବି, ମୁଁ କିଛି କହିବି ଆଜି ଆପଣଙ୍କୁ କିଛି କଥା। ମୁଁ କହିଲି ନିଶ୍ଚିତ ତୁ କିଛି କହିବୁ, କିଛି ଅସୁବିଧା ନାହିଁ, ତୁ ଆସେ। ଏବଂ ଆସିଲା ପରେ, ଗୀତ ଗାଇଲା ପରେ ସମସ୍ତଙ୍କୁ ମୁଁ ବିଦା କରିଦେଇଥିଲି। କଥା ହେଲା ପରେ ସେ ବହୁତ କାନ୍ଦିଥିଲା ଏବଂ କାନ୍ଦିଥିଲା ବହୁତ କିଛି। ଦେଖନ୍ତୁ 5.5 ଘଣ୍ଟା ନ କଣ ଏଇ କାନ୍ଦରେ ସରିଗଲା କି? ସରି ନଥିବ। ବହୁତ କିଛି କଥା, ଯୋଉ କଥା କି ମାନେ କହିକିରି କିଛି ଲାଭ ନାହିଁ।